ଦିନ ଯାଏ ଚିହ୍ନ ରହେ। ମନ ଧନ ପଛରେ କନ କନ ହେଇ ବୁଲୁଥାଏ। ଯଦି ଆମେ ଭଲ, ଆମ କର୍ମ ଭଲ, ତାହେଲେ ଦୁନିଆ କହିବ ତମେ ଭଲ। ଯଦି ଆମେ ଧର୍ମ କରିବା, ତାହେଲେ ଧର୍ମ ଆମକୁ ରକ୍ଷା କରିବ। କବି ଲେଖିଲେନି, ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି, ତରିବାକୁ ଏହି ସଂସାର ବାରିଧି। ଧର୍ମ ଏକ ସିନା ମହତ ପଣିଆ, ଆଉ ସବୁ କଥା ଅଢ଼େଇ ଦିନିଆ। ବନ୍ଧୁ ସ୍ୱାଗତମ, ସୁସ୍ୱାଗତମ। ଶୁଣି ଖୁସି ହୁଅନ୍ତୁ ଯେ ସିଂହ ରାଶି ପାଇଁ ଶୁକ୍ର ଧର୍ମଡଙ୍ଗା। ସେ ସିଂହ ରାଶିର ଆବାଳ ବୃଦ୍ଧ ବନିତାଙ୍କୁ ଚେତେଇ ଦେବେ, ଶିଖେଇ ଦେବେ, ବୁଝେଇ ଦେବେ, କହିଦେବେ, ବୋଲେଇବେ, ଚଲେଇବେ। ରେ ବାବୁ, ଧର୍ମ କର। ଏଣୁ ଏ ମାସରେ ଜୁନ 15ରୁ ଜୁଲାଇ 16 ପର୍ଯ୍ୟନ୍ତ ସିଂହ ରାଶିର ସମସ୍ତ ବ୍ୟକ୍ତି ଯିଏ ଯେଉଁଠି ଯେଉଁ ଯେଉଁ କର୍ମ କରୁଥିଲେ ବି ସେଥିରେ ମେଞ୍ଚା ମେଞ୍ଚା ଧର୍ମ ଲାଗିଥିବ। ଅର୍ଥାତ୍ ଭୁଲ କାମ କରିବା ପୂର୍ବରୁ ଅନେକ ଭାବିବେ, କାଳେ କ'ଣ ଦୁର୍ଘଟଣା ଘଟିଯିବ କି? ମୋ ଭୁଲ ପାଇଁ ମୋ ପରିଜନ ଦୁଃଖ ଭୋଗିବେନି ତ? ତେଣୁ ନବମ ଓ ଦଶମ ଏଇ ଦୁଇ ବିଭାଗରେ ଥାଇ ଶୁକ୍ର ଧର୍ମ ଦିଗରେ ମନ ବଳାଇବେ। ଏକାଦଶରେ ରହିବେ ମାସାଧିପ ରବି, 22/6 ଯାଏ ରହିବେ ବୁଧ, ମାସ ସାରା ଦେବଗୁରୁ ବୃହସ୍ପତି। ତେଣୁ ସେମାନେ ସମସ୍ତେ ବୁଧ, ବୃହସ୍ପତି ଓ ରବି ଧନ ଦେବେ ଆଉ ମନକୁ ଶୃଙ୍ଖଳିତ କରିବେ, ପଶ୍ଚାତାପ କରାଇବେ ଯେ ଅତୀତରେ ସିଂହ ରାଶିର ଲୋକ ତମେମାନେ ଭୁଲ କରିଛ, ଆଉ ନୁହଁ, ଏବେଠାରୁ ସଳଖି ଯାଅ, ସତ୍ ପଥରେ ମନ ଦିଅ ତ ଭଲ, ନହେଲେ ଭେଲ। ଏ ମାସର ସାରାଂଶ ଏତିକି ଯେ କେତୁଙ୍କ ହେତୁ ମାନ ସମ୍ମାନରେ ଘୋର ହାନି ହେବ। ମଙ୍ଗଳଙ୍କ ହେତୁ ଦୁର୍ଘଟଣା ଜନିତ ଦୁଃଖ ଆସିପାରେ। ବୁଧଙ୍କ ହେତୁ 22/6 ପରେ ଭାଇ ଓ ବନ୍ଧୁମାନେ ହଇରାଣ କରିବେ। ମହିଳାମାନେ ଅତ୍ୟଧିକ ବ୍ୟୟ ଜନିତ ଦୁଃଖକୁ ସ୍ୱାଗତ କରିବେ। ଗୁଡ଼ାଏ ଆୟ ହେବ, ସେ ଆୟ ବାଟ ଖୋଲିଦେବେ ଶନି। ଅଳ୍ପ ପରିମାଣରେ ରାହୁ, ପୁରା ମାତ୍ରାରେ ବୃହସ୍ପତି, ସମ୍ପୂର୍ଣ୍ଣ ଭାବରେ ସୂର୍ଯ୍ୟ। ହେଲେ ମହିଳାମାନେ ଅତ୍ୟଧିକ ବ୍ୟୟ କରିବେ। ଯେମିତି ଆଗରୁ ଧନ ଦେଖିନଥିଲେ, ଏତେ ଖର୍ଚ୍ଚ କରିବେ ଯେ ପଛକୁ ଅନେଇବେନି, ପରେ ପଶ୍ଚାତାପ କରିବେ। ଏହି ଖର୍ଚ୍ଚ ପାଇଁ ମାସର ଶେଷ ଅର୍ଦ୍ଧରେ ବଡ଼ ଦୁଃଖ ଆସିବ। ପର ପାଖରେ ହାତ ପତେଇବାକୁ ପଡ଼ିପାରେ। ଏଣୁ ସାବଧାନ। ସିଂହ ରାଶିର ମା ଭଉଣୀମାନଙ୍କୁ ବୃଥା ଖର୍ଚ୍ଚ, ବଦ ଖର୍ଚ୍ଚ କରନା। ଅପବ୍ୟୟ ନ କର, ଅଭାବେ ନ ପଡ଼ୋ। ବଙ୍ଗାଳୀମାନେ ଏହା କହନ୍ତି।
କର୍ମାଧିପ ଶୁକ୍ର ବୃଷରେ। ଏଣୁ ସମସ୍ତ କର୍ମଚାରୀ ଯିଏ ଯେଉଁଠି ଯେଉଁ କର୍ମ କରୁଥିବେ ସେମାନେ ସମସ୍ତେ ଧର୍ମକୁ ଡରି ସ୍ୱକର୍ମ ପ୍ରତି ସଜାଗ ରହିବେ। ଭାଗ୍ୟାଧିପ ରବି ଏକାଦଶରେ ସମସ୍ତ ବର୍ଗୀୟ ଲୋକଙ୍କର ଭାଗ୍ୟୋଦୟ ହେବ। ସପ୍ତମରେ ରାହୁ ଦେହକୁ ଅସୁସ୍ଥ କରି ରଖିବ ମାସ ସାରା। ଚତୁର୍ଥାଧିପ ମଙ୍ଗଳଙ୍କ ପାଇଁ ସବୁ ଥାଇ ବି କିଛି ନଥିବା ଭଳି ଜୀବନ ଖାଲି ଖାଲି ଲାଗିବ। ପଞ୍ଚମାଧିପ ବୃହସ୍ପତିଙ୍କ ପାଇଁ ଛାତ୍ରଛାତ୍ରୀମାନେ ପରମ ଆନନ୍ଦରେ ଶିକ୍ଷା କ୍ଷେତ୍ରରେ ଅଗ୍ରସର କରିବେ। ଏଗଲା ସାରାଂଶ। ହେଲେ ଏମାନେ ଏସବୁ ଫଳ ଦେବା ପାଇଁ ହେଲେ କ'ଣ ଯୋଜନା କରିଛନ୍ତି? ଜୁନ୍ 15ରୁ ଜୁଲାଇ 16 ଯାଏ ଗ୍ରହରାଜ ରବି ସିଂହ ରାଶି ପାଇଁ ଏକାଦଶ। 21/6 ଯାଏ ବୁଧ ଏକାଦଶ। ମାସ ସାରା ଗୁରୁ ଏକାଦଶ। 28/6 ଯାଏ ଶୁକ୍ର ନବମ। ଏଣୁ ରବି ବୁଧ ଶୁକ୍ର ଓ ବୃହସ୍ପତି ସିଂହ ରାଶି ପାଇଁ ସୁରକ୍ଷା କବଚ ପରି ସଜାଗ ପ୍ରହରୀ ହେବେ, ଅର୍ଥାତ୍ ସେମାନଙ୍କୁ ଜଗିବେ। ଡାହାଳ କୁକୁର ଯେମିତି ତା ମାଲିକ ପାଖକୁ କାହାକୁ ଛାଡ଼େନି, ଏଇ ଚାରିଗ୍ରହ ସିଂହ ରାଶିର ସମସ୍ତ ଲୋକଙ୍କୁ ସୁରକ୍ଷା ଦେବେ। ଆର୍ଥିକ, ସାମାଜିକ, ପାରିବାରିକ, ଦୈହିକ, ସାମାଜିକ ଏମିତି ସବୁ ପ୍ରକାର ସୁରକ୍ଷା ଦେବେ। ଆର୍ଥିକ ମାନଦଣ୍ଡକୁ ଅବଶ୍ୟ ସୁଦୃଢ଼ କରିବେ। ସମସ୍ତ ଅଭାବ ଅସୁବିଧା ଦୂରୀଭୂତ ହେବ। 29/6ରୁ ଶୁକ୍ରଙ୍କର ଆନୁକୂଲ୍ୟରୁ ଏହି ଲାଭ ବଢ଼ି ବଢ଼ିଯିବ। ଏହି ରାଶି ପ୍ରତି ସମସ୍ତଙ୍କର ଶୁଭକାମନା ରହିବ। ସବୁ ଲୋକେ ଧର୍ମ ଦିଗରେ ଏହି ଧନକୁ ଲଗାଇ ଆନନ୍ଦିତ ହେବେ। 22/6 ପରେ ବୁଧ ଶୋକ ସମ୍ବାଦ ଆଣି ଦୁଃଖିତ କରାଇବେ। ମନ୍ଦ ଗ୍ରହ ଶନି ଓ ତମ ଗ୍ରହ ରାହୁଙ୍କ ଯୋଗୁଁ ମାସ ସାରା ନାନାବିଧ ରୋଗ ଜଞ୍ଜାଳରେ ପକାଇବ। ସହଚର ହୋଇଯିବ, ଛାଡ଼ିବନି। ଭାଇ, ବନ୍ଧୁ, ପୁତ୍ର ସମସ୍ତେ ବ୍ୟସ୍ତ ହେବେ। କାହିଁ ବ୍ୟସ୍ତ ହେବେ? ନା ଉଇ ଯେମିତି ସବୁ ଖାଇଯାଏ, କେତୁ ସବୁ ଦିଗରୁ ହାନି କରାଇବେ। ସବୁ ଦିଗରୁ ସମ୍ମାନ ହାନି, ଧନ ହାନି, ବନ୍ଧୁ ହାନି, ସ୍ୱାସ୍ଥ୍ୟ ହାନି ଏଇଥିପାଇଁ ଦୁଶ୍ଚିନ୍ତା ବଢ଼ିଯିବ। ମାତ୍ର ମଙ୍ଗଳ ଗ୍ରହଙ୍କ ଯୋଗୁଁ ଏହି ରାଶିର ଲୋକେ ସର୍ବଦା ସବୁ କାର୍ଯ୍ୟରେ ସଫଳତା ଲାଭ କରିବା ପୂର୍ବରୁ ଆଗେ ସନ୍ଦେହ କରିବେ। ଧନ ଦେଲେ ବି ରବି ଦଶମ ନକ୍ଷତ୍ରକୁ ଅପମାନିତ କରିବାକୁ ଭୁଲିବେନି। ତେଣୁ ମଘା ନକ୍ଷତ୍ର ସମ୍ପନ୍ନ ସିଂହ ରାଶି ଲୋକମାନେ ହାତେ ମାପି ଚାଖେଣ୍ଡେ ଚାଲିଲେ ଭଲ, ବା କିଛି ନ କହି ସବୁ ଶୁଣିଲେ ଭଲ, ନହେଲେ ରବି ଅପମାନିତ କରିବେ। ଏଣୁ ମଘା ନକ୍ଷତ୍ର ବ୍ୟକ୍ତି ଯଥା ସମ୍ଭବ ଚୁପ୍ ରହିବା ଉଚିତ। 11 ଓ 12 ନକ୍ଷତ୍ର ଦ୍ୱୟ କଷ୍ଟ ଭୋଗିବେ ଗୁପ୍ତ ଅଙ୍ଗରେ। ପୂର୍ବ ଫାଲ୍ଗୁନୀ ଓ ଉତ୍ତର ଫାଲ୍ଗୁନୀ ସିଂହଙ୍କର ଗୁପ୍ତ ଅଙ୍ଗରେ ପୀଡ଼ା ହେବ, ଆଉ ସେ ପୀଡ଼ା ଦେବେ ରବି। ବୃହସ୍ପତି ଯେଉଁ ଧନ ଦେବେ ତାହା ଉତ୍ତମ ବ୍ୟବହାର ପାଇଁ ଯୋଗ୍ୟ ବ୍ୟକ୍ତିକୁ ହିଁ ଦେବେ। ତେଣୁ ହେ ମୋର ଭାଇ ବନ୍ଧୁ କୁଟୁମ୍ବ, ଯେଉଁମାନଙ୍କର ସିଂହ ରାଶି ସେମାନେ ଟିକେ ରୁଚି ସମ୍ପନ୍ନ ବ୍ୟବହାର କରନ୍ତୁ। ସମସ୍ତଙ୍କୁ ହସି ହସି ଦ୍ୱିପଦ କଥା କୁହନ୍ତୁ। ସେମିତି କଟୁକ୍ତି ପ୍ରୟୋଗ କରନ୍ତୁନି, ଯାହାକି ପରେ କଣ୍ଟା ହେଇ ଆପଣଙ୍କ ପାଦରେ ଫୁଟିବ। ଏକଥା ମୁଁ କହୁନି, କହିଲେ ବୃହସ୍ପତି। ଅଷ୍ଟମ ଶନି ବି ଏହି 10, 11, 12 ନକ୍ଷତ୍ରକୁ ମାନେ ମଘା, ପୂର୍ବ ଫାଲ୍ଗୁନୀ, ଉତ୍ତର ଫାଲ୍ଗୁନୀ ନକ୍ଷତ୍ରକୁ ଧନ ଦେବେ ଯଦି ଏମାନେ ହୃଦୟବାନ ହେବେ।
ସେ କଥା ଶନି ବି କହିଲେ ଧନ ମୁଁ ଦେବି, ପରୀକ୍ଷା ନିରୀକ୍ଷା କରି ଚରିତ୍ରକୁ କ୍ଷୀଣ ଭିନ୍ନ ପରୀକ୍ଷା କରିବେ। ଯଦି ହୃଦୟବାନ ତାହେଲେ ଦେଲା ଭଳିଆ ଦେବି। 11 ଓ 12 ନକ୍ଷତ୍ର ପ୍ରତି ରାହୁଙ୍କର ଅନୁକୂଳ ମନୋଭାବ ଅଛି। ଏଣୁ ସନ୍ତାନ ସୁଖ, ଆର୍ଥିକ ସୁଖ ଦେଇ ରାହୁ ଖୁସି ହେବେ। କେତୁଙ୍କ ହେତୁ 10ମ 11 ନକ୍ଷତ୍ର ମାନେ ମଘା ଓ ପୁରଫଲ ନକ୍ଷତ୍ର ଦ୍ୱୟଙ୍କର ପାଦ ପୀଡ଼ା ବଢ଼ିଯିବ। ପାଦ ପୀଡ଼ା ହୁଏତ ଗୋଡ଼ି ରଗଡ଼ି ହେଇଯିବ ବା କଣ୍ଟା ଫୁଟିଯିବ ବା ଯେଉଁ ବଳାଗଣ୍ଠି ମୋଡ଼ି ହେଇଯିବ ବା କ'ଣ ଗୋଟିଏ ପାଦ ତଳ ଯେଉଁ ତଳିପା ଅଛି ସେଥିରେ କ'ଣ ଗୋଟେ ହେଇଯିବ, ଆଙ୍ଗୁଠି ବାଲି ଖାଇଯିବ, ପାଦ ପୀଡ଼ା ହେବ। 10, 11 ନକ୍ଷତ୍ର ଦେବେ କିଏ? କେତୁ। ଆଚ୍ଛା, 10, 11 ଦ୍ୱୟଙ୍କର ପାଦ ପୀଡ଼ା ବଢ଼ିଯିବ। 12 ନକ୍ଷତ୍ରର ସୁଖ ଭୋଗ ହେବ। କେତୁ 12କୁ ସୁଖ ଦେବେ। ଖରାପ ନକ୍ଷତ୍ର ମାନେ ଖରାପ ଗ୍ରହ ହିସାବରେ ଆମେ କେତୁଙ୍କୁ, ରାହୁଙ୍କୁ, ଶନିକୁ ଗ୍ରହଣ କରିଛେ, କିନ୍ତୁ ସେମାନେ ସହଯୋଗ କରିବେ। ମଙ୍ଗଳ ବି ସହଯୋଗ କରିବେ, କିନ୍ତୁ କଡ଼ା ପ୍ରହରୀ ଭଳି। ରାହୁ ଏକାଦଶରେ ଥିଲେ ବି, ଧନ ସମ୍ପତ୍ତି ଦେଲେ ବି ସିଏ ଏଇ 3 ନକ୍ଷତ୍ରକୁ ସନ୍ଦେହ କରିବେ। ଧନ ଆସିଲେ କ'ଣ ହେଲା? ମୋର ତ 1000 ବାଟରୁ ଧନ ଆସୁଛି, କିନ୍ତୁ ମୁଁ ଶାନ୍ତିରେ ଶୋଇପାରୁନି, ଗଣ୍ଡେ ମୁଠେ ଭଲ ଖାଇପାରୁନି, କାହାକୁ ମୁହଁ ଟେକି ଚାହିଁପାରୁନି। ଏଇଟା କ'ଣ ଜୀବନ? ବନ୍ଧୁ ନମସ୍କାର, ଆଜି ପାଇଁ ଏତିକି। ଯଦି ଈଶ୍ୱର ଚାହିଁବେ ଆସନ୍ତାକାଲି ପୁଣି ଦେଖା ଚାହାଁ ହେବା ଆଉ ଦୁଃଖ ସୁଖ ହେବା। ରହିଲି, ନମସ୍କାର।